ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ। ପାକିସ୍ତାନରେ 2025 ଚାମ୍ପିୟନ୍ ଟ୍ରଫି ଆୟୋଜିତ ହେବ। ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ ଆଇସିସି ସହିତ ଏ ସମ୍ପର୍କରେ ବିସିସିଆଇ ଆଲୋଚନା କରିବ। ଏଥର ହାଇବ୍ରିଡ୍ ମଡେଲ ଅଧୀନରେ ଚାମ୍ପିୟନ୍ ଟ୍ରଫି ଆୟୋଜିତ ହୋଇପାରେ। ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ। ଖବର ନମ୍ବର 2, ମୟୂରଭଞ୍ଜରେ ହେବ ଇସ୍ପାତ କାରଖାନା। ମୟୂରଭଞ୍ଜରେ ଜିଏମ୍ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ 745 କୋଟି ଟଙ୍କା ନିବେଶରେ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବ। କମ୍ପାନୀର ଇସ୍ପାତ କାରଖାନା କ୍ଷମତା 0.23 ନିୟୁତ ଟନ୍ ରହିବ ଏବଂ ଏହା ଏକ 45 ମେଗାୱାଟ୍ର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ମଧ୍ୟ ସ୍ଥାପନ କରିବ। ବୁଧବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ 26ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଖବର ନମ୍ବର 3, ଶେଷରେ ନରମିଲା ଚାଇନା। ଭାରତ ସହ ମିଳାଇଲା ହାତ। ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ ମନ୍ତ୍ରୀ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଜଡ଼ିତ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ସହିତ ଅଜିତ ଡୋଭାଲଙ୍କ ପୁଣିଥରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଭାରତ ଚାଇନା ସୀମା ପ୍ରଶ୍ନର ସ୍ୱତନ୍ତ୍ର ପ୍ରତିନିଧି ଭାବରେ ପୁନର୍ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ୱାଙ୍ଗ୍ ଇ କହିଛନ୍ତି, ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କ ଦ୍ୱିପାକ୍ଷିକ ସୀମା ଅତିକ୍ରମ କରି ବିଶ୍ୱସ୍ତରୀୟ ମହତ୍ତ୍ୱକୁ ପ୍ରୋତ୍ସାହିତ କରିଥାଏ। ଖବର ନମ୍ବର 4, ଏଚ୍ଡିଏଫ୍ସି ଗ୍ରାହକଙ୍କ ପାଇଁ ବହୁ ଜରୁରୀ ଖବର। 13 ତାରିଖରେ ବନ୍ଦ ରହିବ ବ୍ୟାଙ୍କ ସେବା। ଯଦି ଆପଣ ଏଚ୍ଡିଏଫ୍ସି ବ୍ୟାଙ୍କର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। 13 ଜୁଲାଇରେ 13 ଘଣ୍ଟା ପାଇଁ ପେମେଣ୍ଟ ସହିତ ଏଚ୍ଡିଏଫ୍ସି ଗ୍ରାହକ ଅନେକ ପ୍ରକାରର ସୁବିଧାରୁ ବଞ୍ଚିତ ହେବେ। ତେଣୁ ଏହାକୁ ଆଖି ଆଗରେ ରଖି ନିଜ କାମ ସରେଇ ନିଅନ୍ତୁ। ବାସ୍ତବରେ ବ୍ୟାଙ୍କ ଏହାର ସିଷ୍ଟମକୁ ଯଥା 13 ଜୁଲାଇରେ ଅପଗ୍ରେଡ୍ କରିବ। ଏହି ଅବଧି ମଧ୍ୟରେ ଭୋର 3ଟାରୁ ଅପରାହ୍ନ 4:30 ଗ୍ରାହକ ଦେୟ ସହିତ ଅନେକ ସୁବିଧା ବ୍ୟବହାର କରିପାରିବେ ନାହିଁ। ବ୍ୟାଙ୍କ ମଧ୍ୟ ଏହାର ସମସ୍ତ ଗ୍ରାହକଙ୍କୁ ଏକ ମେସେଜ ପଠାଇ ସତର୍କ କରାଇଛି। ଏହା ବ୍ୟତୀତ ବ୍ୟାଙ୍କ ଇମେଲ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଗ୍ରାହକଙ୍କୁ ଏହି ବିଷୟରେ ସୂଚନା ଦେଇଛି। ୟୁପିଆଇ ପେମେଣ୍ଟ ଯଦି ଆପଣ ଦେୟ ଦେବା କିମ୍ବା ଟଙ୍କା ଗ୍ରହଣ କରିବା ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କର ୟୁପିଆଇ ବ୍ୟବହାର କରନ୍ତି ତେବେ ଜୁଲାଇ 13ରେ ଆପଣ ଏହାକୁ ଭୋର 3:45ରୁ 9:30 ଏବଂ ଦିନ 12:45 ପରେ ବ୍ୟବହାର କରିପାରିବେ। ଏଟିଏମ୍ ସେବା। 13 ଜୁଲାଇରେ ଏଚ୍ଡିଏଫ୍ସି ଏଟିଏମ୍ରୁ ଟଙ୍କା କାଢ଼ିବାରେ ଅସୁବିଧା ହେବ। ତଥାପି ଆପଣ ଭୋର 3:45 ପର୍ଯ୍ୟନ୍ତ ଏବଂ ସକାଳ 9:30ରୁ ଦିନ 12:45 ପର୍ଯ୍ୟନ୍ତ ଏଟିଏମ୍ ବ୍ୟବହାର କରିବାରେ ସକ୍ଷମ ହେବେ। ତଥାପି ଏହି ସମୟ ମଧ୍ୟରେ କିଛି ସୀମା ସ୍ଥିର ରହିବ। ଖବର ନମ୍ବର 5, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତି ରାଜ ମନ୍ତ୍ରୀଙ୍କ ବଡ଼ ବୟାନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପଞ୍ଚାୟତି ରାଜ ମନ୍ତ୍ରୀଙ୍କ ବଡ଼ ବୟାନ। ମନ୍ତ୍ରୀ ରବି ନାୟକ କହିଛନ୍ତି, ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ 5 ଲକ୍ଷ ଘର। ଚିଠା ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଘରେ ବାପା ଓ 2 ପୁଅ ଥିଲେ ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ୟ ଘର ଦେବାକୁ ଯୋଜନା କରୁଛନ୍ତି ସରକାର। ଖବର ନମ୍ବର 6, ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଚିଠି ଲେଖିଲେ ନବୀନ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚିଠିରେ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ। ଏଭଳି ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ହଜାର ହଜାର ବର୍ଷର ପରମ୍ପରାରେ ଏଭଳି କେବେ ଘଟିନଥିଲା। ବଡ଼ ଠାକୁର ବଳଭଦ୍ର ପଡ଼ିଥିବା ଅତ୍ୟନ୍ତ ହୃଦୟ ବିଦାରକ। ବଡ଼ ଠାକୁର ପଡ଼ିଯିବା ଘଟଣା ପରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ମଧ୍ୟ ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। କହିଛନ୍ତି, କିଛି ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଲୋକଙ୍କ ଦୁଃଖକୁ ବଢ଼ାଇଛି। ଏହା ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ଏହାର ପୁନରାବୃତ୍ତି ଯେପରି ନ ଘଟିବ ତାହା ସୁନିଶ୍ଚିତ କରିବେ ସିଏମ୍ ନିଜେ ଦାୟିତ୍ୱ ନେଇ ସୁନିଶ୍ଚିତ କରାନ୍ତୁ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଖବର ନମ୍ବର 7, ସିବିଏସ୍ଇର ବଡ଼ ଘୋଷଣା। କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀ ସିଲାବସ୍ ବଦଳିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା। ଚଳିତ 2024-25 ଶିକ୍ଷାବର୍ଷରେ ସିବିଏସ୍ଇ ଦ୍ୱାରା ପରିଚାଳିତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ କେବଳ ତୃତୀୟ ଓ
ଷଷ୍ଠ ଶ୍ରେଣୀକୁ ବାଦ୍ ଦେଲେ ଅନ୍ୟ ଶ୍ରେଣୀର ସିଲାବସ୍ ବଦଳିବନି। ଏହି ଶ୍ରେଣୀର ପିଲାମାନେ ପୂର୍ବ 2023-24 ଶିକ୍ଷାବର୍ଷରେ ପ୍ରଚଳିତ ପୁସ୍ତକରୁ ପାଠ ପଢ଼ିବେ। ସେହିପରି ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ NCERT ପକ୍ଷରୁ ନୂଆ ପୁସ୍ତକ ପ୍ରକାଶ ପାଇଛି। ତେଣୁ ସ୍କୁଲ ଅଧ୍ୟକ୍ଷମାନେ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ନୂଆ ସିଲାବସ୍ ଓ ବାକି ଶ୍ରେଣୀ ପାଇଁ ପୁରୁଣା ସିଲାବସ୍ରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଆଜି CBSE ନିର୍ଦ୍ଦେଶ ଦେଇଛି। ଖବର ନମ୍ବର 8, ଅଲିମ୍ପିକ୍ ବିଜେତା ସାଇନାଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଆରା ଅନ୍ଦାଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ ଖେଳିଛନ୍ତି ମହାମହିମ। ବିଶ୍ୱ ମଞ୍ଚରେ ମହିଳା ଖେଳାଳିମାନେ ବଡ଼ ପ୍ରଭାବ ପକାଉଥିବା ବେଳେ ଭାରତ ଏକ ବ୍ୟାଡମିଣ୍ଟନ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି। ଖବର ନମ୍ବର 9, ବଦଳିବ 108 ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା। ରାଜ୍ୟରେ 108 ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା ବଦଳିବ। ଜିକିଜା ହେଲ୍ଥ କେୟାର ବଦଳରେ ଆଉ ଏକ ସଂସ୍ଥା ଆମ୍ବୁଲାନ୍ସ ଚଳାଇବ। ନିକଟରେ ଶେଷ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଏହି ନିଷ୍ପତ୍ତି ନିଆଯାଇଛି। ମାତ୍ର ରାଜ୍ୟ ସରକାର ନୂଆ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦେବେ ନା ପୁରୁଣା ସଂସ୍ଥା ପୂର୍ବଭଳି 108 ଆମ୍ବୁଲାନ୍ସ ପରିଚାଳନା କରିବ ତାହା ଉପରେ ନଜର ରହିଛି। ଖବର ନମ୍ବର 10, ସୁପ୍ରିମକୋର୍ଟରେ ନିଟ୍ UG ମାମଲାର ଶୁଣାଣି ଘୁଞ୍ଚିଲା ନିଟ୍ ମାମଲାର ଶୁଣାଣି ଆସନ୍ତା ଜୁଲାଇ 18 ତାରିଖରେ ମାମଲାର ଶୁଣାଣି ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ କେନ୍ଦ୍ର ସରକାର ଏବଂ NTA ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ। ଏହା ଉପରେ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ଆସିପାରି ନଥିବାରୁ ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ମାମଲାର ଶୁଣାଣି ପୂର୍ବରୁ ପ୍ରତିପକ୍ଷଙ୍କୁ ସେମାନଙ୍କ ପକ୍ଷ ରଖିବାକୁ 7 ଦିନ ସମୟ ଦେଇଛନ୍ତି ସରକାର। ଖବର ନମ୍ବର 11, ଲୋକେ ମାଗଣା ବିଜୁଳିକୁ ନେଇ ଭୁଲ ବୁଝିଛନ୍ତି କନକ ବର୍ଦ୍ଧନ ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଲୋକେ ମାଗଣା ବିଜୁଳିକୁ ନେଇ ଭୁଲ ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ ମାଗଣା ବିଜୁଳି ସୁବିଧା ମିଳିବ। ଏହି ଯୋଜନାରେ ସବସିଡିରେ ସରକାର ଘର ଛାତ ଉପରେ ସୋଲାର ପ୍ଲେଟ୍ ଯୋଗାଇ ଦେବେ। ଏଥିରେ ପ୍ରାୟ 300 ୟୁନିଟ୍ ମାଗଣା ବିଜୁଳି ଲୋକ ପାଇବା ସହ ବଳକା ବିକ୍ରି କରିପାରିବେ। ଏହି ଯୋଜନାର ରୂପରେଖ ନେଇ ଏବେ କାର୍ଯ୍ୟ ଜାରି ରହିଛି ଓ ଖୁବ୍ ଶୀଘ୍ର ଏହି ଯୋଜନା ଆସିବ। ଖବର ନମ୍ବର 12, ଇସ୍ରାଏଲ ହମାସ ଯୁଦ୍ଧରେ 1,86,000 ଲୋକଙ୍କ ପ୍ରାଣହାନି ରିପୋର୍ଟରେ ବଡ଼ ଦାବି। ଇସ୍ରାଏଲ ହମାସ ଯୁଦ୍ଧକୁ ପ୍ରାୟ 9 ମାସ ବିତିଯାଇଛି। ପାଲେଷ୍ଟାଇନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ବର୍ତ୍ତମାନ 38,000ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ 23 ଲକ୍ଷ ଲୋକ ଭୂମିହୀନ ହୋଇଯାଇଛନ୍ତି। କିନ୍ତୁ ଏହି ସଂଖ୍ୟା ସତ ନୁହେଁ। ଲାନସେଟ୍ ମେଡିକାଲ ଜର୍ନାଲ ଏହି ବିଷୟରେ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ବହୁତ ଚକିତକାରୀ ସଂଖ୍ୟା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଆକଳନ କରିଛି ଯେ ଜୁନ୍ ସୁଦ୍ଧା ପାଲେଷ୍ଟାଇନ ଅଞ୍ଚଳରେ ପ୍ରାୟ 38,000 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଲାନସେଟ୍ କହିଛି ଯେ ପ୍ରକୃତ ମୃତ୍ୟୁ ସଂଖ୍ୟା 1,86,000 ହୋଇପାରେ। ଏହାର ଅର୍ଥ ହେଉଛି ଗାଜାରେ ମୃତ୍ୟୁ ସଂଖ୍ୟା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନଠାରୁ 5 ଗୁଣ ଅଧିକ ହୋଇପାରେ। ଖବର ନମ୍ବର 13, 4 ଦିନ ପରେ ବି ମିଳୁନି ପତ୍ତା, ଓମ୍କୁ ଖୋଜୁଛି ନିଟ୍ର ସ୍ୱତନ୍ତ୍ର ରୋବୋଟ୍। 4 ଦିନ ପରେ ବି ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଯାଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ପତ୍ତା। ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ। ଉଦ୍ଧାରରେ ଆଜି ସାମିଲ ହୋଇଛି ରାଉରକେଲା ନିଟ୍ର ସ୍ୱତନ୍ତ୍ର ରୋବୋଟ୍। NDRF, ଓଡ୍ରାଫ, ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ମଧ୍ୟ ଏହି ଅପରେସନରେ ସାମିଲ ହୋଇଛନ୍ତି। ଖବର ନମ୍ବର 14, ଶ୍ରୀଲଙ୍କା T20ରେ ପାଣ୍ଡ୍ୟା ଅଧିନାୟକ। ରୋହିତ ଶର୍ମାଙ୍କ ଅବସର ପରେ ଭାରତୀୟ T20 ଦଳର ନେତୃତ୍ୱ କିଏ ନେବେ ସେ ଚର୍ଚ୍ଚା ଏବେ ସବୁଠି। ତେବେ BCCI ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦକୁ ପଦୋନ୍ନତି ଦେବାକୁ ସଜବାଜ ହେଉଥିବାର ସୂଚନା ମିଳିଛି। ପାଣ୍ଡ୍ୟା ଆଗାମୀ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ଆନୁଷ୍ଠାନିକ ଭାବେ ନିୟମିତ ଅଧିନାୟକ ଦାୟିତ୍ୱ ନେବେ। ଖବର ନମ୍ବର 10, ବରମୁଣ୍ଡା ବସ୍ଷ୍ଟାଣ୍ଡରେ ସୁରକ୍ଷା କର୍ମୀଙ୍କ ଅଭାବ। ବରମୁଣ୍ଡା ନୂଆ ବସ୍ଷ୍ଟାଣ୍ଡକୁ 4 ମାସ ପୂରିଛି। ତେବେ ପୂର୍ବରୁ ଦିନ ରାତିରେ ଯେଉଁ ସୁରକ୍ଷା ବ୍ୟବସ୍ଥା ଥିଲା ତାହା ଏବେ ଦେଖିବାକୁ ମିଳୁନି। ଦିନରେ ସୁରକ୍ଷା କର୍ମୀ ଠିକ୍ ପହରା ଦେଉଥିବା ବେଳେ ରାତିରେ କିନ୍ତୁ ପୁରା ଢିଲା, ଯାହା ଫଳରେ ଏଠାରେ ରାତିରେ ଅସାମାଜିକଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ଫାଣ୍ଟି ଥିଲେ ମଧ୍ୟ ସେଥିରେ ସବୁବେଳେ ପୁଲିସ କର୍ମଚାରୀ ରହୁନଥିବା ଅଭିଯୋଗ ହେଉଛି। ଏହା ଫଳରେ ଦୁର୍ବୃତ୍ତଙ୍କ ସାହସ ବଢ଼ିଯାଇଛି।
ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେହିପରି କେତେକ ଲୋକ ଟର୍ମିନାଲ ବାହାରେ ଥିବା ଶୋ ଗଛ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ବସ୍ ସମ୍ବନ୍ଧୀୟ ସୂଚନା ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ଦେଖିବାକୁ ମିଳୁଛି, ଯାହାକୁ ଗାଁ ଗହଳିରୁ ଆସୁଥିବା ଲୋକେ ବୁଝିପାରୁନଥିବା ଅଭିଯୋଗ ହେଉଛି। ଖବର ନମ୍ବର 16, ଆସାମରେ ସୁଧୁରୁଛି ବନ୍ୟା ପରିସ୍ଥିତି। ବନ୍ୟା ଜଳରେ ଉବୁଟୁବୁ ହେଉଥିବା ଆସାମରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତେବେ ଆସାମରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ହେତୁ କେବଳ ମନୁଷ୍ୟ ନୁହନ୍ତି, ବନ୍ୟପ୍ରାଣୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏଥିଯୋଗୁଁ ରାଜ୍ୟରେ 26 ଜିଲ୍ଲାର ପ୍ରାୟ 23 ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ବନ୍ୟା ଯୋଗୁଁ 7 ଜୀବନ ଯାଇଥିବା ବେଳେ ଗତ ଘଣ୍ଟାରେ ଆଉ 5 ଜଣ ଅକାଳରେ ଆଖି ବୁଜିଥିବା ଜଣାଯାଇଛି। ଫଳରେ ଏହି ସଂଖ୍ୟା ସମୁଦାୟ 12ରେ ପହଞ୍ଚିଛି। ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ଏଥିରେ ମଧ୍ୟ ବାଦ୍ ପଡ଼ିନାହିଁ। ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ 159 ବନ୍ୟଜନ୍ତୁ ପାଣିରେ ବୁଡ଼ି ମରିଥିବା ବେଳେ 135 ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। ଏବେ ସାମାନ୍ୟ ପାଣି କମିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା କହିଛନ୍ତି, ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ 24 ଘଣ୍ଟା କାମ କରୁଛି। 29 ଜିଲ୍ଲାରେ ପାଖାପାଖି 23 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପାଣି କମିଥିବାରୁ ରେସ୍କ୍ୟୁ ମିଶନକୁ ଏବେ ଆହୁରି ଜୋରଦାର କରାଯିବ। ଖବର ନମ୍ବର 17, ଅନନ୍ତଙ୍କ ବିବାହରେ ପରଷାଯିବ 2500 ପ୍ରକାରର ଖାଦ୍ୟ। ଭାରତର ଧନିକ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ଏବଂ ରାଧିକା ମାର୍ଚେଣ୍ଟ 12 ଜୁଲାଇରେ ଅର୍ଥାତ୍ ଆଜି ବିବାହ କରିବେ। କିଛି ଦିନ ପୂର୍ବରୁ ବିବାହ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ପ୍ରତ୍ୟେକ ସମାରୋହ ଖୁବ୍ ଧୁମଧାମରେ ଅନୁଷ୍ଠିତ ହେଉଛି। ଜୁଲାଇ 12ରୁ ଜୁଲାଇ 14 ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ବିଦେଶରୁ ଅନେକ ଲୋକ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନନ୍ତ ଏବଂ ରାଧିକାଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିବେ ବୋଲି କୁହାଯାଉଛି। ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ୍ ଅନୁଯାୟୀ ଅନନ୍ତ ଓ ରାଧିକାଙ୍କ ବିବାହରେ 2500ରୁ ଅଧିକ ପ୍ରକାରର ଖାଦ୍ୟ ରହିବ। ସେଥିମଧ୍ୟରୁ 100ରୁ ଅଧିକ ନଡ଼ିଆରେ ପ୍ରସ୍ତୁତ ହେବାକୁ ଥିବା ଖାଦ୍ୟ ଇଣ୍ଡୋନେସିଆରୁ କେଟରିଂ କମ୍ପାନୀ ପ୍ରସ୍ତୁତ କରିବେ। ବିବାହ ପାଇଁ 10 ଜଣ ଆନ୍ତର୍ଜାତୀୟ ରୋଷେଇୟାଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାଯାଇଛି। ଖବର ନମ୍ବର 18, ଅନ୍ତରୀକ୍ଷରେ 36 ଦିନ କାଟିବା ପରେ କେବେ ଫେରିବେ ୱିଲମର ଓ ସୁନିତା? ନାସା ପକ୍ଷରୁ ସୁନିତା ୱିଲିୟମ୍ସ ଏବଂ ବୁଚ୍ ବିଲମର 2 ଜଣ ମହାକାଶଚାରୀ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଗଣମାଧ୍ୟମ ସହ ଯୋଗାଯୋଗ କରିବା ସହ କିଛି ତଥ୍ୟ ମଧ୍ୟ ଦେଇଛନ୍ତି। ବୋଇଂ କମ୍ପାନୀ ଷ୍ଟାରଲାଇନ୍ ତିଆରି କରିଥିବା ମହାକାଶ ଯାନର ଏହା ଏକ ପରୀକ୍ଷଣ ଥିଲା। ଏହି ଯାନ ଉଭୟଙ୍କୁ ସ୍ପେସ୍ ଷ୍ଟେସନରେ ସଫଳତାର ସହ ପହଞ୍ଚାଇଥିଲା। ଉଭୟ ସୁରକ୍ଷିତ ଅଛନ୍ତି। ହେଲେ ସୁନିତା ଓ ବିଲମରଙ୍କ ସହ କଥା ହେବା ପରେ ସେମାନଙ୍କ ଯାନରେ କିଛି ତ୍ରୁଟି ଥିବାର ଜଣାପଡ଼ିଛି। ଯାତ୍ରା କେବଳ 8 ଦିନର ଥିଲା, ହେଲେ ପ୍ରାୟ 28 ଦିନ ବିତାଇ ସାରିଲେଣି ଦୁଇ ଯାତ୍ରୀ। ସେମାନଙ୍କ ଫେରିବା ନେଇ କିପରି ବ୍ୟବସ୍ଥା ରହିଛି, ଏ ନେଇ ଲାଗି ରହିଛି ଆଶଙ୍କା। ଏତେ ଦିନର ବ୍ୟବସ୍ଥା ନଥିବା ସତ୍ତ୍ୱେ ସେଠାରେ ଏତେ ଦିନ ଠିକ୍ ଭାବରେ ରହିଛନ୍ତି, କିନ୍ତୁ ସେମିତି କୌଣସି ବେଶୀ ଅସୁବିଧା ନାହିଁ ଓ ଫେରିବାର ବ୍ୟବସ୍ଥା କରାଯିବ ବୋଲି ନାସା ବୋଇଂ ତରଫରୁ ସୂଚନା ଦିଆଯାଇଛି। ଖବର ନମ୍ବର 19, ଧାର୍ମିକ ଶୋଭାଯାତ୍ରା ପାଇଁ ସମ୍ବଲପୁରରେ କଟକଣା। ମହରମରେ ହେବନି ଶୋଭାଯାତ୍ରା। ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ବଲପୁରରେ ଲାଗିଲା କଟକଣା। ଚଳିତ ବର୍ଷ ମହରମରେ ହେବ ନାହିଁ ଶୋଭାଯାତ୍ରା। ନିଜ ନିଜ ପଡ଼ା ଭିତରେ ପାଳିବେ ମହରମ। ଏନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି। ଗୁରୁବାର ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ବିଭିନ୍ନ ମହରମ କମିଟି, ହିନ୍ଦୁ ପକ୍ଷ, ମୁସଲିମ ପକ୍ଷଙ୍କୁ ନେଇ ବୈଠକ ହୋଇଥିଲା। ତେବେ କଟକଣା ବର୍ଷେ ଯାଏଁ ପୂର୍ବରୁ ଲାଗିଥିବା ବେଳେ ବର୍ଷେ ସମୟ ଅବଧି ସରିନାହିଁ। ଫଳରେ ନିଜ ନିଜ ପଡ଼ାରେ ମହରମ ପାଳିବା ନେଇ ନିଷ୍ପତ୍ତି ହୋଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି। ଖବର ନମ୍ବର 20, ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ଅଗ୍ନିପଥ ଯୋଜନାକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ କେନ୍ଦ୍ର ସଶସ୍ତ୍ର ପୋଲିସ ବାହିନୀରେ କନେଷ୍ଟବଳଙ୍କ 10% ପଦବୀ ସଂରକ୍ଷିତ ରହିଛି। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ମଧ୍ୟ ଫିଜିକାଲ ଟେଷ୍ଟରେ ସରକାର ଆଶ୍ୱସ୍ତି ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅଗ୍ନିବୀରଙ୍କୁ ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି ମିଳିବ। ଏଥିସହ ପୂର୍ବତନ ଅଗ୍ନିଶମ କର୍ମଚାରୀଙ୍କ ପାଇଁ 10% ପୋଷ୍ଟ ସଂରକ୍ଷିତ ରହିବ। ଫିଜିକାଲ ଟେଷ୍ଟରେ ମଧ୍ୟ ପୂର୍ବ ଅଗ୍ନିଶମ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିବ ଏବଂ 10% ପୋଷ୍ଟ ମଧ୍ୟ ସିଆଇଏସ୍ଏଫରେ ସଂରକ୍ଷିତ ରହିବ।
ଏହି ସମୟରେ ସିଏସ୍ଏଫ୍ ମହାନିର୍ଦ୍ଦେଶକ ନୀନା ସିଂ କହିଛନ୍ତି ଯେ ସିଆଇଏସ୍ଏଫ୍ ମଧ୍ୟ ଏ ଦିଗରେ ସମସ୍ତ ପ୍ରସ୍ତୁତି ଚଳାଇଛି। ଖବର ନମ୍ବର 21 9 ଦିନର ଆକ୍ଲାନ୍ତ ପରିଶ୍ରମ ବରଫ ତଳୁ ବାହାରିଲା 3 ଯବାନଙ୍କ ମୃତଦେହ। ଗତବର୍ଷ ଅକ୍ଟୋବରରେ ଲାଦାଖରେ 38 ଜଣ ଭାରତୀୟ ସୈନିକ ହିମସ୍ଖଳନରେ ଫସିଥିଲେ। ଏହି ଅଭାବନୀୟ ଘଟଣା ପରେ ସେନାର ଅଭିଯାନ ଫଳରେ ଅନେକ ସୈନିକଙ୍କୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ଜଣେ ଯବାନଙ୍କ ମୃତଦେହ ମିଳିଥିଲା, କିନ୍ତୁ ଅନ୍ୟ 3 ଜଣ ନିଖୋଜ ଥିଲେ କାରଣ ନିଖୋଜ ଯବାନମାନେ ବରଫ ତଳେ ଚାପି ହୋଇଯାଇଥିଲେ। ଏବେ ଘଟଣାକୁ 9 ମାସ ହୋଇଛି ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମାନେ ହେଲେ ହାବିଲଦାର ରୋହିତ, ହାବିଲଦାର ଠାକୁର ବାହାଦୁର ଓ ନାୟକ ଗୌତମ ରାଜବଂଶୀ। 3 ଯବାନଙ୍କ ମୃତଦେହ ବରଫ ଗର୍ତ୍ତରୁ ଉଦ୍ଧାର କରାଯାଇଛି। ଖବର ନମ୍ବର 22 ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା। ନିଜକୁ 27 ବର୍ଷର ବୋଲି ଦର୍ଶାଇଥିଲେ 23 ବର୍ଷୀୟ ଅଭିଯୁକ୍ତ। ମୁମ୍ବାଇ BMW ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଏକ ପରିଚୟ ପତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ସେ ଏବଂ ତାଙ୍କ ସାଙ୍ଗମାନେ ଯାଇଥିବା ଏକ ପବ୍ରେ ତାଙ୍କ ବୟସ 27 ବୋଲି ଦର୍ଶାଇଥିଲେ। ଦୀର୍ଘ 3 ଦିନ ଧରି ନିଖୋଜ ରହିବା ପରେ ଗତକାଲି ଗିରଫ ହୋଇଥିବା ମିହିର ଶାହାଙ୍କୁ ସରକାରୀ ରେକର୍ଡ ଅନୁଯାୟୀ 23 ବର୍ଷ ହୋଇଥିବା ସେ ତାଙ୍କର ବୟସ 27 ବର୍ଷ ବୋଲି ଜଣାଇଛନ୍ତି, କାରଣ ମଦ୍ୟପାନ କରିବାର ସର୍ବନିମ୍ନ ଆଇନଗତ ବୟସ 25 ବର୍ଷ ଅଟେ। ଖବର ନମ୍ବର 23 ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା 3 ନାବାଳକଙ୍କୁ ଧରାଇଦେଲା ପୋଲିସ କୁକୁର। ଆନ୍ଧ୍ରପ୍ରଦେଶର ନନ୍ଦିଆଲ ଜିଲ୍ଲାର ଜଣେ 8 ବର୍ଷର ନାବାଳିକାକୁ 3 ଜଣ ନାବାଳକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ଶରୀରକୁ କେନାଲରେ ପକାଇ ଦେଇଥିବା ସୂଚନା ରହିଛି। ପୀଡ଼ିତା ଜଣକ 3 ଶ୍ରେଣୀର ଛାତ୍ରୀ ଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ 2 ଜଣ 12 ବର୍ଷ ବୟସ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ଓ ତୃତୀୟ ନାବାଳକ ଜଣକ 13 ବର୍ଷ ବୟସ ହୋଇଥିବା ବେଳେ ସେ ସପ୍ତମ ଶ୍ରେଣୀର ଛାତ୍ର। ସମସ୍ତ ଅଭିଯୁକ୍ତ ଓ ପୀଡ଼ିତା ସେହି ସମାନ ସ୍କୁଲର ଛାତ୍ର ଥିଲେ। ଖୋଜାଖୋଜି ଏବଂ ସ୍ଥାନୀୟ ଲୋକଙ୍କ ପଚରା ଉଚରା ସତ୍ତ୍ୱେ ପୋଲିସ ନାବାଳିକାକୁ ଖୋଜିବାରେ ଅସମର୍ଥ ହୋଇଥିଲା। ଏହାପରେ ସେମାନେ ସନ୍ଧାନରେ ସାହାଯ୍ୟ କରିବା ପାଇଁ ଏକ କୁକୁର ନିୟୋଜିତ କରିଥିଲେ। କୁକୁରର ସୂତ୍ର ପୋଲିସକୁ 3 ନାବାଳକ ପୁଅଙ୍କ ବାସଭବନକୁ ନେଇଯାଇଥିଲା। ପ୍ରାଥମିକ ଅନୁସନ୍ଧାନ ପରେ ନାବାଳକମାନଙ୍କୁ ଗିରଫ କରାଯାଇଥିଲା। ପଚରା ଉଚରା ବେଳେ ପୁଅମାନେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଖବର ନମ୍ବର 24 ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଷା ପାଢ଼ୀ। ଆଇଏଏସ୍ ଅଧିକାରିଣୀ ଉଷା ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ ନେଇ ଆଲୋଚନା କରିଥିଲେ। ଖବର ନମ୍ବର 25 ୟୁରୋପରେ ଲୁଟ୍ର ଶିକାର ହେଲେ ଅଭିନେତ୍ରୀ ଦୀପ୍ୟାଙ୍କା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ବିବେକା ଦହିଆ। ବିଦେଶରେ ଲୁଟ୍ର ଶିକାର ହେଲେ ସିରିଏଲ୍ ଅଭିନେତ୍ରୀ ଦୀପ୍ୟାଙ୍କା ତ୍ରିପାଠୀ ଓ ସ୍ୱାମୀ ତଥା ଅଭିନେତା ବିବେକ ଦହିଆ। କଳକାରଙ୍କ କାର୍ ଭାଙ୍ଗି 10 ଲକ୍ଷ ଟଙ୍କା, ପାସପୋର୍ଟ ଓ ଜିନିଷ ନେଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ୟୁରୋପର ଫ୍ଲାରେନ୍ସ ସହରରେ। ଇନ୍ଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରି ଘଟଣା ବାବଦରେ ସୂଚନା ଦେଇଛନ୍ତି ଦୀପ୍ୟାଙ୍କା। ଏଥିସହ ଭାରତ ଫେରିବାକୁ ସାହାଯ୍ୟ ମାଗିଛନ୍ତି। ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି କଳାକାର। ସୂଚନା ଅନୁସାରେ ମ୍ୟାରେଜ୍ ଆନିଭର୍ସରୀ ସେଲିବ୍ରେସନ୍ କରିବାକୁ ଦୀପ୍ୟାଙ୍କା ଓ ବିବେକ ୟୁରୋପ ଟ୍ରିପ୍ରେ ଯାଇଥିଲେ। ମୋଟ 10 ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ସମାନ ଚୋରି ହୋଇଯାଇଛି। ତେବେ ସ୍ୱଦେଶ ଫେରିବାକୁ ପାଖରେ ଅର୍ଥ ନଥିବାରୁ ଭାରତୀୟ ଦୂତାବାସଠୁ ସହଯୋଗ ଲୋଡ଼ିଛନ୍ତି। ଖବର ନମ୍ବର 26 କେନିଆର ଏହି ମାରାଥନ୍ ବିଜେତାଙ୍କୁ 7 ବର୍ଷ ବାସନ୍ଦ। ବୋଷ୍ଟନ ଓ ଶିକାଗୋ ମାରାଥନ୍ର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନଙ୍କୁ 7 ବର୍ଷ ବାସନ୍ଦ କରାଯାଇଛି। ଡୋପିଂ ଏବଂ ଡ୍ରଗ୍ ଟେଷ୍ଟ ବିଫଳ ପାଇଁ ଜାଲ୍ ଡକୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ବିଧାନ କରାଯାଇଛି। ଖବର ନମ୍ବର 27 ମୁହଁମାଡ଼ି ପଡ଼ିଛି କ୍ୟାପିଟାଲ ହସ୍ପିଟାଲ ୱେବସାଇଟ୍। ସାଧାରଣ ଲୋକଙ୍କ କାମରେ ଆସୁନି। ବନ୍ଦ ହୋଇପଡ଼ିଛି କ୍ୟାପିଟାଲ ହସ୍ପିଟାଲର ନିଜସ୍ୱ ୱେବସାଇଟ୍। ବହୁଦିନ ହେବ ଆପଡେଟ୍ ହୋଇନାହିଁ। ନିର୍ଦ୍ଦେଶକ RKS ସଦସ୍ୟ ବଦଳି ଯାଇଥିଲେ ମଧ୍ୟ ଏବେ ଯାଏଁ ଆପଡେଟ୍ ହେଉନାହିଁ। ଏହାସହ କ୍ୟାପିଟାଲ ହସ୍ପିଟାଲର ଅନଲାଇନ୍ OPD ପଞ୍ଜୀକରଣ ପାଇଁ ଲିଙ୍କ ହସ୍ପିଟାଲ ନିଜସ୍ୱ ୱେବସାଇଟ୍ରେ ଉପଲବ୍ଧ ହେଉନାହିଁ। ତେଣୁ ୱେବସାଇଟ୍ଟି ସାଧାରଣ ଲୋକଙ୍କର କୌଣସି ବ୍ୟବହାରରେ ଲାଗୁନାହିଁ। ଖବର ନମ୍ବର 28 ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡ଼ୁଆ। ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ବଢ଼ିଲା ଅଲିଉଡ୍ ଅଭିନେତ୍ରୀ ରିୟା ଦେଓଙ୍କ ଅଡ଼ୁଆ ଘରୋଇ ସହାୟିକାଙ୍କ ନିର୍ଯାତନା ଅଭିଯୋଗ ପରେ ନିଜ ଆଡ଼ୁ ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଭୁବନେଶ୍ୱର DCP, ଖୋର୍ଦ୍ଧା
ଡିଏଲ୍ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ରିୟା ଓ ତାଙ୍କ ସ୍ୱାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା 19 ବର୍ଷ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା 1.5 ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରିଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଖବର ନମ୍ବର 29 ଆଡ଼ପ ପହଣ୍ଡି ବେଳେ ଅଘଟଣ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା। ଆଡ଼ପ ପହଣ୍ଡି ଅଘଟଣ ନେଇ କ୍ୟାପିଟାଲ ଥାନାରେ ଏତଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ୱର ବାର୍ ଆସୋସିଏସନ୍। ଅଘଟଣ ନେଇ ତୁରନ୍ତ ମାମଲା ରୁଜୁ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।